ମହାଡ଼ା ସତ୍ୟାଗ୍ରହ 1927 ମସିହା ମହାଡ଼ା ଡିଷ୍ଟ୍ରିକ୍ଟ ମହାରାଷ୍ଟ୍ରରେ ଡକ୍ଟର ବି ଆର୍ ଆମ୍ବେଦକରଙ୍କ ଦ୍ୱାରା ଶହ ଶହ ଦଳିତ କମ୍ୟୁନିଟିର ଲୋକମାନଙ୍କୁ ନେଇ ଆରମ୍ଭ କରାଯାଇଥିଲା। ଏହି ମହାଡ଼ା ସତ୍ୟାଗ୍ରହର ମୁଖ୍ୟ କାରଣ ଥିଲା ଯେ ସେ ସମୟରେ ପବ୍ଲିକ୍ ପ୍ଲେସ୍ରେ ଥିବା କୂଅ ପୋଖରୀକୁ ବ୍ୟବହାର କରିବା ପାଇଁ ଦଳିତ କମ୍ୟୁନିଟିର ଲୋକମାନଙ୍କୁ ଅପର କାଷ୍ଟ ଲୋକମାନେ ବିରୋଧ କରୁଥିଲେ ଯେ ସେମାନେ ଏହାକୁ ଛୁଇଁଲେ ଏହା ଅପବିତ୍ର ହୋଇଯିବ। ଯଦି ଏହାକୁ କିଏ ଛୁଇଁ ଦେଉଥିଲେ ତାହାକୁ ଗୋବର ପାଣି ଦେଇକି ପବିତ୍ର କରାଉଥିଲା। ଆମେ ଦେଖିବା ମଣିଷଟିଏ କ'ଣ ଗୋବର ଠାରୁ ବି ଆହୁରି ଅପବିତ୍ର। ତେଣୁକରି ଏହି ମହାଡ଼ା ସତ୍ୟାଗ୍ରହକୁ ଡକ୍ଟର ବି ଆର୍ ଆମ୍ବେଦକରଙ୍କ ଦ୍ୱାରା ଲିଡ୍ କରାଯାଉଥିଲା। ଏହା ପଛରେ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାଟି ଅଛି। ଯଦି ସେ ସମୟରେ ସ୍କୁଲରେ ପଢ଼ୁଥିବା ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ଯଦି କେଉଁଦିନ ପିଅନଟି ଆସୁନଥିଲା ତାହେଲେ ସେମାନେ ମଧ୍ୟ ପାଣିରୁ ବଞ୍ଚିତ ରହୁଥିଲେ। ନମସ୍କାର।